ଜଗନ୍ନାଥ ହର ଶମ୍ଭୁ। ଚାଲନ୍ତୁ ଆଜିର ଆମର ଏଇ ଭିଡ଼ିଓରେ ଜାଣିବା ରମ୍ଭା ଓ ରମ୍ଭା ତୃତୀୟା ବ୍ରତ କଥା ବିଷୟରେ କିଛି କଥା। ଆମେ ତ ଜାଣିଛନ୍ତି ଅପ୍ସରା ଶବ୍ଦଟି ଉଚ୍ଚାରଣ କରିବା ମାତ୍ରେ ଆଖି ଆଗରେ ନାଚି ଉଠେ ଏକ ଲାବଣ୍ୟମୟ ପ୍ରତିମା ସ୍ୱର୍ଗ ରାଜ୍ୟର ଅଧିବାସିନୀ। ଗାନ୍ଧର୍ବ କଳାରେ ନିପୁଣା ବୋଲି ସେମାନେ ଯେତିକି ସମ୍ମାନନୀୟା, କାମ କଳାରେ କୁଶଳତାରେ ଦେବତାମାନଙ୍କର ଅଙ୍କଶାୟିନୀ ହୋଇ ଦେବଗଣିକା ଭାବେ ସେତିକି ଅପଖ୍ୟାତା। ତଥାପି ସେମାନଙ୍କ ମଧ୍ୟରୁ କେତେଜଣ ଦିବ୍ୟ ଜନ୍ମ ଓ ନିଷ୍ଠାପର ତପସ୍ୟା ସେମାନଙ୍କୁ ଚିର ବନ୍ଦନିଆ କରିଛି। ସେମିତି ଜଣେ ଅପ୍ସରା ହେଉଛନ୍ତି ରମ୍ଭା। ସମୁଦ୍ର ମନ୍ଥନରୁ ଜାତ 14 ରତ୍ନଙ୍କ ମଧ୍ୟରେ ଜଣେ ଥିଲେ ଦେବୀ ରମ୍ଭା। ସ୍ୱର୍ଗ ରାଜ୍ୟର ଶ୍ରେଷ୍ଠ ଅପ୍ସରା ସେ ଥିଲେ ଦେବୀ ରମ୍ଭା। ଅପ୍ସରା ମାନେ ସାଧାରଣତଃ ଦେବରାଜ ଇନ୍ଦ୍ରଙ୍କର ହସ୍ତର କ୍ରୀଡ଼ା ପୁତ୍ତଳିକା। ଇନ୍ଦ୍ରଙ୍କ ପ୍ରରୋଚନାରେ ସେମାନେ ବାରମ୍ବାର ମର୍ତ୍ତ୍ୟଲୋକକୁ ଆସି ମୁନିମାନଙ୍କର ତପସ୍ୟା ଭଙ୍ଗ କରନ୍ତି ଏବଂ ମୁନିମାନଙ୍କ ଦ୍ୱାରା ଅଭିଶପ୍ତ ହୋଇ କଷଣ ଭଙ୍ଗ କରନ୍ତି। ରମ୍ଭା ମଧ୍ୟ ସେହିପରି ମୁନି ବିଶ୍ୱାମିତ୍ରଙ୍କ ଦ୍ୱାରା ଅଭିଶପ୍ତ ହୋଇ 1000 ବର୍ଷ ପର୍ଯ୍ୟନ୍ତ ଶିଳାରେ ପରିଣତ ହୋଇଥିଲେ। କିନ୍ତୁ ରମ୍ଭା ଥିଲେ ଅନନ୍ୟା। ସେହି ଶରୀର ନେଇ ସେ ଶିବ ଆରାଧନାରେ ମଗ୍ନ ରହିଲେ। ତାର ଫଳସ୍ୱରୂପ ଶ୍ଵେତମୁନିଙ୍କ କୃପାରୁ ବାୟବାସ୍ତ୍ରରେ ସଂଯୁକ୍ତ ହୋଇ କପିତୀର୍ଥରେ ପଡ଼ି ନିଜର ସ୍ୱରୂପ ଫେରି ପାଇଲେ ଏବଂ ପୌଲସ୍ତ୍ୟ କୁବେରଙ୍କ ଅନୁକମ୍ପା ଲାଭ କରି କୁବେରଙ୍କର ଅଳକାପୁରରେ ବାସ କଲେ। ଏକଦା କୁବେରପୁତ୍ର ନଳକୁବେରଙ୍କର ନିମନ୍ତ୍ରଣରେ ତାଙ୍କ ପୁରକୁ ଯାତ୍ରା କଲାବେଳେ ଦୁରାଚାରୀ ରାବଣ ଦ୍ୱାରା ସେ ଲୁଣ୍ଠିତ ହେଲେ। ସେଥିରେ ରମ୍ଭା ଅତ୍ୟନ୍ତ ମର୍ମାହତ ହୋଇ ନଳକୁବେରଙ୍କୁ ଜଣାଇବାରୁ ନଳକୁବେର ରାବଣକୁ ଅଭିଶାପ ଦେଲେ। କାମ ପୀଡ଼ିତ ହୋଇ ସେ ଯଦି କୌଣସି ସ୍ତ୍ରୀକୁ ତାର ଇଚ୍ଛା ବିରୋଧରେ ରମଣ କରେ ତେବେ ତାର ମସ୍ତକ 7 ଖଣ୍ଡରେ ବିଭକ୍ତ ହୋଇଯିବ। ଏହି ଅଭିଶାପ ପାଇଥିବାରୁ ରାବଣ ତାପରେ କୌଣସି ନାରୀ ଉପରେ ଅତ୍ୟାଚାର କରିନଥିଲା ଏବଂ ସେହି ହେତୁ ସୀତାମାତାଙ୍କୁ ସ୍ପର୍ଶ କରିବା ମଧ୍ୟ ସାହସ କରିନଥିଲା। ଏଣୁ ରମ୍ଭା ଦେବଗଣିକା ହେଲେ ମଧ୍ୟ ନିଜର ସତ୍ୟବାଦିତା, ବିନମ୍ରତା ଓ ସାଧୁତା ହେତୁ ଚିରବନ୍ଦିଆ ହେଲେ। ସମଗ୍ର ନାରୀ ସମାଜରେ ଆଦର୍ଶ ଓ ରକ୍ଷାକାରିଣୀ ଭାବରେ ତ୍ରେତୟାରେ ସେ ଯେଉଁ ସମ୍ମାନର ଅଧିକାରିଣୀ ହେଲେ, ଆଜି ମଧ୍ୟ ବିବାହିତା ମାନେ ନିଜର ପତି ପାଇଁ ଓ ଅବିବାହିତ ମାନେ ନିଜର ଭାବି ପତି ପାଇଁ ରମ୍ଭା ତୃତୀୟା ତିଥିରେ ତାଙ୍କୁ ପୂଜା କରି ବ୍ରତ ରଖି ଆଶୀର୍ବାଦ ଭିକ୍ଷା କରନ୍ତି। କେତେକ ସ୍ଥାନରେ ପବିତ୍ର ରମ୍ଭା ମାନେ କଦଳୀକୁ କିଛି ଜାଗାରେ ରମ୍ଭା ବୋଲି କୁହାଯାଏ। ବୃକ୍ଷକୁ ଫୁଲ, ଚନ୍ଦନ, ଧୂପଦୀପ ଦେଇ ବନ୍ଦନା କରିବାର ବିଧି ପ୍ରଚଳିତ ଅଛି। ଏକପତ୍ନୀ ଓ ଏକପତି ବ୍ରତର ପ୍ରତୀକ ଭାବରେ ରମ୍ଭା ବୃକ୍ଷ ଗୃହୀତା। ଏହି ବୃକ୍ଷ ଥରେ ମାତ୍ର ସନ୍ତାନ ପ୍ରସବ କରିଥାଏ। ରମ୍ଭା ତୃତୀୟା ତିଥିରେ ବ୍ରତଚାରିଣୀ ମାନଙ୍କ ପରି ତାନ୍ତ୍ରିକମାନେ ମଧ୍ୟ ସମ୍ମୋହନ ବିଦ୍ୟା ପାଇଁ ରମ୍ଭାକୁ ପ୍ରାର୍ଥନା କରିଥାନ୍ତି। ଯଦି ଆପଣ ଏହି ରମ୍ଭା ତୃତୀୟା ବିଷୟରେ ଆଗରୁ ଜାଣିଛନ୍ତି ନିଶ୍ଚିତ ଭାବରେ ଗୋଟେ ଲାଇକ୍ କରିଦେବେ। ଆଉ ଜାଣିନାହାନ୍ତି ନିଶ୍ଚିତ ଭାବରେ କମେଣ୍ଟରେ କହିବେ ଜାଣିଥିଲେ କି ନାହିଁ। ଜୟ ଜଗନ୍ନାଥ ହର ହର ଶମ୍ଭୁ।